ଆପଣଙ୍କର ସେ ଭାଇ ହେବେ ତାଙ୍କ ନାଁ କ'ଣ? ସେ କେବେଠୁ ହଜିଲେଣି? 5-6 ଦିନ ହେଲା। ତାଙ୍କ ମିସିଂ ରିପୋର୍ଟ ଦେଇଥିଲେ ଥାନାରେ? ହଁ ମୁଁ ଥାନାରେ ଆମେ ମୋ ପୁଅ ମୋର ଯାଇଥିଲି କେଉଁ ଥାନାରେ ଦେଇଥିଲେ? ଟିକିରା ଥାନାରେ। ଟିକିରା ଥାନାରେ? ହଁ। ଆଉ ଆପଣ ନିଜେ ସବୁ ପ୍ରଚେଷ୍ଟା କିଛି କରିନାହାନ୍ତି କୁଆଡ଼େ ଗଲା କ'ଣ କଲା? ନାଇଁ ମୋ ପୁଅ ହଉଛି 2 ଦିନ ଲାଗି ଆଉ ମୋ ବାହାପୁର ଏକା ଖୋଜାଖୋଜି କରି ଯାଇଥିଲା। ଆଗରୁ କେବେ ଯାଇଛନ୍ତି ସେମିତି? ନାଇଁ ଯାଏ ପଳେଇ ଆସେ। ଯାଏ କିନ୍ତୁ ପଳେଇ ଆସେ। ନୂଆ ସଡ଼କ ଯାଇଯିବ ସେଟା ପଳେଇ ଆସେ। ଆଚ୍ଛା, ଏଇଟା ଆମର ଶ୍ରଦ୍ଧାଶକ୍ତି ସେବା ସଂସ୍ଥାନ ଜନମଙ୍ଗଳ ରାସୋଳ ବୋଲି ଗୋଟେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଛି। ସେଇ ଅନୁଷ୍ଠାନ ମାଧ୍ୟମରେ ଆମେ ତାଙ୍କୁ ଲୋକେଟ୍ କରିଥିଲୁ ଏବଂ ରାସୋଳ ପୋଲିସ ଷ୍ଟେସନକୁ ଆଣିକି ଆପଣଙ୍କ ପାଖକୁ ଆମେ ଆସିଛୁ। ଦୟାକରି ଆକ୍ଚୁଆଲି ଆପଣଙ୍କ ଭାଇକୁ ଟିକେ ଯତ୍ନରେ ରଖନ୍ତୁ। ମାନସିକ ରୋଗ ବିକାରଗ୍ରସ୍ତ, ଗାଡ଼ି ମଟର ଯାଉଛି, ବର୍ଷା ଦିନ ଲୋ ଆଣି ବାର କଥା, ତେଣୁ ଜୀବନ ପ୍ରତି ବି ବିପଦ ଥାଇପାରେ। ସେଥିଲାଗି ଆମେ ଆପଣଙ୍କ ପାଖକୁ ଧରିକି ଆସିଛୁ, ଟିକେ ଯତ୍ନରେ ରଖିବେ। ଆମର ଶୁଣନ୍ତୁ ଆମେ ଖାଇବା 3 ବକ୍ତ ଦଉଛୁ, 2 କର କବାଡ଼ି ଦେଇକି ଭିତରେ ରଖୁଛୁ। ରଖିବା ଭିତରେ ସେ ଘରେ ଭିତରେ ଏକ ଗଲେ ଝାଡ଼ା ଗଲେ, ଆଉ ଯୋଉ ଗରମ ହେଲା ସେ ଲାଇନ ତାର ବାଡ଼େଇକି ସବୁ ଭାଙ୍ଗି ଦେଇଛନ୍ତି। ଆମେ ଖାଲି ଗୋଟେ ପିନ୍ ଦେଇ ଲାଇନ ଟିକେ ଦେଇଛୁ। ଆପଣଙ୍କ ନାଁ କ'ଣ? ସେଇ ଜାଗାରେ ମୋ ନାଁ ପ୍ରତିମା ସାହୁ। ଆପଣ ତାଙ୍କର କ'ଣ ହେବେ? ଦେଢ଼ଶୁର ଭାଇ ବୋହୂ ହେବି। ଆପଣ ଭାଇ ବୋହୂ? ଭାଇ ବୋହୂ ହେବି। ମୁଁ ନିଜେ ସେଇଦିନ ଭାତ ଡାଲମା ଛତୁ ଭଜା ଶାଗ ଭଜା ଆଣିକି ଦେଲି। ସେଠି ବସିଥିଲେ, ଡାକିକି ଆଇଲି, ଭାଇ ଆସ, ମୋ ପଛ ଆଇଲେ, ଏଠି ଦେଲି, କହିଲି ଭାଇ ଖାଇଦିଅ। ସେଠି ଜଣେ ପୁତୁରା ବସି ଆଇଲେ, କହିଲେ ଦଉଦିନି ଖାଉନ ନା, ମୁଁ ଖାଇବିନି ନେଇଯା, ମୁଁ ଖାଇବିନି। ମୁଁ ଥରେ ମନା କଲି ପରା ଖାଇବିନି, କେତେ ବଦ ବଦ ହଉଛ, ତମର ଖାଇବା ନେଇଯା। ନାହିଁ କଲେ ମୁଁ ନେଇକି ଗଲି। ଫେର ମନଟା ବୁଝୁନି, ମୁଁ କହିଲି ଆଉ ଭାଇ ନହେଲେ ପରଟା କରିକି ଆଣିଦେବି ଖାଇବ କି ରୁଟି କରିଦେବି ନା, ଥରେ ପରା କହିଲି ମୁଁ ଖାଇବିନି, କେତେ ବଦ ବଦ ହଉଛ କେମିତି କହିଲେ କ'ଣ ମୁଁ କହିଲି ଖରା ବେଳଟା ହେଇଛି। ମୁଁ ଆଉ ଥରେ ଗୋଟେ ବାଜି ଦେଲି, ଅନେଇଲା ସେ ଏଠି ଠିଆ ହେଇଛି। ସେ ତ ଦେଢ଼ଶୁର ଭିଡ଼ିକି ଆଣି ମୁଁ ଖାଲି କହିଲି ଘରେ କିଛି ଗଣ୍ଡଗୋଳ କରନ୍ତି କି? ଗଣ୍ଡଗୋଳ କିଛି ନାହିଁ। ଟିକେ ଯତ୍ନରେ ରଖନ୍ତୁ ତାଙ୍କ ମାନସିକ ବିକାରଗ୍ରସ୍ତ ଲୋକ, ଟିକେ ଯତ୍ନ ଆଉ କରନ୍ତୁନି ଆଉ କ'ଣ ହେଲା। ତାଙ୍କୁ ଟିକେ ଡାକ୍ତରଖାନା ଦେଖାଉନାହାନ୍ତି? ନେଇଥିଲେ ପୁଅ ନେଇକି ଯାଇଥିଲେ ବଡ଼ ମେଡ଼ିକାଲ। ବର୍ତ୍ତମାନ ଆମର ଆଠଗଡ଼ରୁ ଜଷ୍ଟ ଫର୍ ୟୁ ସେବା ସଂଗଠନ କାଲି ସକାଳେ ଆପଣଙ୍କୁ ଯୋଗାଯୋଗ କରିବ ହେଲା। ଯଦି ହେବ ତାଙ୍କର ଟ୍ରିଟମେଣ୍ଟ ପାଇଁ ବ୍ୟବସ୍ଥା କରାଯିବ ହେଲା। ତାଙ୍କୁ ଟ୍ରିଟମେଣ୍ଟ କରିବେ, ଆପଣମାନେ ଟିକେ ସହଯୋଗ କରିବେ, ବୁଝିପାରିଲେ?